ଆପଣ ଜାଣିଛନ୍ତି ଚିକେନ ୱିଙ୍ଗସକୁ ଭଲସେ ଧୋଇ ତା ଦେହରେ ଗାର୍ଲିକ ପାଉଡର, ଲଙ୍କା ଗୁଣ୍ଡ, ଚିକେନ ମସଲା, ଗୋଲମରିଚ ଗୁଣ୍ଡ, ଲୁଣ, ଟିକେ ସୋୟା ସସ୍, ଅଦା ରସୁଣ ଲଙ୍କାର ପେଷ୍ଟକୁ ଦେଇ ଭଲସେ ଗୋଳେଇ ଗାଳି ଟିକେ ସମୟ ପାଇଁ ରେଷ୍ଟରେ ଛାଡ଼ିଦେବେ। ଚିକେନକୁ ଭଲସେ ମ୍ୟାରିନେଟ୍ କରିଦେବେ। ତାପରେ ଆଉ ଗୋଟେ ଜାଗାରେ କିଛି ମଇଦା, ତା ଦେହରେ ଲଙ୍କା ଗୁଣ୍ଡ, ଲୁଣ, ଟିକେ ଗାର୍ଲିକ ପାଉଡର, ଗୋଲମରିଚ ପାଉଡର ପକେଇକିରି ତାକୁ ମଧ୍ୟ ଭଲସେ ଗୋଳେଇ ଦେବେ। କିଛି ସମୟ ପରେ ଚିକେନ ଯେତେବେଳେ ଅଧଘଣ୍ଟେ ରେଷ୍ଟରେ ରହିଯିବ, ତାପରେ ସେଇ ଚିକେନକୁ ଆଣିକିରି ତାକୁ ଗୋଟେ ଗୋଟେ କିରି ଏଇ ଯୋଉ ପାଉଡର ଗୁଣ୍ଡ କରିଛେ ତା ଦେହରେ ପକେଇଦେବା। ତାପରେ ତାକୁ ଭଲସେ ଏପଟେ ସେପଟେ କରି ଏଇ ମଇଦାର କୋଟକୁ ଦେଇ ସାରିଲା ପରେ ଗୋଟେ କରେଇରେ ତେଲକୁ ଗରମ କରିବା। ତେଲ ଯେତେବେଳେ ପୁରା ଗରମ ହେଇଯିବ, ଏଇ ମଇଦାରେ କୋଟ ହୋଇଥିବା ଚିକେନକୁ ନେଇ ତା ଦେହରେ ଫ୍ରାଏ କରିଦେବା। ମିଡିୟମ ହିଟ୍ରେ 5-6 ମିନିଟ୍ ଫ୍ରାଏ କରିବା ପରେ ତାକୁ ଜାଗାକୁ କାଢ଼ି ନେବା। ଦେଖିବେ ଚିକେନ ଭଲସେ ଫ୍ରାଏ ହେଇଯାଇଛି କି ନାହିଁ। ଯେତେବେଳେ ଫ୍ରାଏ ହେଇଯାଇଥିବ ତାକୁ କାଢ଼ିବେ, ନହେଲେ 5-6 ମିନିଟ୍ ବଦଳରେ ଆଉ 2-3 ମିନିଟ୍ ଅଧିକା କରିଦେବେ। ଏଇ ଚିକେନ ଫ୍ରାଏକୁ ଆପଣ ସେମିତି ବି ଖାଇପାରିବେ, ବଢ଼ିଆ ଲାଗିବ। ହେଲେ ଆମେ ତାକୁ ଆହୁରି ବଢ଼ିଆ କରିବା। ସେଥିପାଇଁ ଆମେ ଏଇ ଚିକେନ ଫ୍ରାଏକୁ ରଖିଦେବା। ଗୋଟେ ସସ୍ ରେଡ଼ି କରିବା, ଟମାଟୋ ସସ୍, ଚିଲି ସସ୍, ସୋୟା ସସ୍ ଆଉ ସେଜୱାନ ସସ୍ର। ତାପରେ ପ୍ୟାନ୍ ଗରମ କରି ସେଇ ସସ୍କୁ ତା ଦେହରେ ପକେଇଦେବା। ତାକୁ ଭଲସେ ଗୋଳେଇ ଦେବା, ଟିକେ ତେଲ ମଧ୍ୟ ଦେବା। ତାପରେ ସେ ତେଲକୁ ସସ୍ ଦେହରେ ଭଲସେ ଗୋଳେଇ ହେଇଗଲା ପରେ ଆମେ ଚିକେନ ଯେଉଁ ଫ୍ରାଏ କରି ରଖିଥିଲେ ତାକୁ ତା ଦେହରେ ପକେଇବା। ଏପଟ ସେପଟ କରି ଭଲଟି ଟସ୍ କରିଦେବା, ଯେମିତି ସେ ସସ୍ ସବୁ ଚିକେନ ଦେହରେ ଭଲସେ କୋଟ୍ ହେଇଯିବ ଆଉ ସମାନ ଭାବରେ କୋଟ୍ ହେଇଯିବ। ବାସ୍ ଟିକେ ସମୟ କୁକ୍ କଲା ପରେ ତାକୁ ଗରମା ଗରମ ପ୍ଲେଟକୁ କାଢ଼ିଦେବା। ତା ଉପରେ ଟିକେ ରାଶି ପକେଇଦେବା। ଏବେ ସ୍ପ୍ରିଙ୍ଗ ଅନିଅନ୍ ଆଭେଲେବଲ୍ ମୋ ପାଖରେ ନାହିଁ। ଯଦି ଆପଣଙ୍କ ପାଖରେ ସ୍ପ୍ରିଙ୍ଗ ଅନିଅନ୍ ଥିବ ତାକୁ ମଧ୍ୟ ପକାନ୍ତୁ। ବଢ଼ିଆ ପାଟିକୁ ବି ସ୍ୱାଦ ଲାଗିବ ଆଉ ଆଖିକୁ ବି ସୁନ୍ଦର ଦେଖାଯିବ। ପକେଇକି ତାକୁ ଗରମା ଗରମ ପ୍ଲେଟ୍ରେ ସର୍ଭ କରିବା। ଗୋଟେ ଷ୍ଟାର୍ଟର ହିସାବରେ ଚିକେନ ୱିଙ୍ଗସର ଏଇ ରେସିପି ବହୁତ ବଢ଼ିଆ ଲାଗିବ। ମୁଁ ବହୁତ ଥର ଟ୍ରାଏ କରିଛି, ମୋ ଘରେ ସମସ୍ତଙ୍କୁ ଭଲ ଲାଗିଛି। ଆପଣମାନେ ବି ଟ୍ରାଏ କରନ୍ତୁ, ମୁଁ ଗ୍ୟାରେଣ୍ଟି ଦେଉଛି ସିଓର ଭଲ ଲାଗିବ। ଏମିତି ଆହୁରି ବଢ଼ିଆ ବଢ଼ିଆ ରେସିପି ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାହବ ଆହୁରି ଗୋଟେ ନୂଆ ରେସିପି ସହିତ। ସେଥି ଯାକେ ରହୁଛି, ବାଏ ବାଏ।